ଶ୍ରାବଣ ମାସ ସରିଲା ସମସ୍ତଙ୍କର ଇଚ୍ଛା ଥାଏ ପଖାଳ ଗଣ୍ଡା ହବ ଏମିତି ଦେଶୀ ଯୋଗାଡ଼ ଗୋଟେ ହବ। ତ ଏବେ ଆମେ ପ୍ରସ୍ତୁତ କରିବା ଚୁନା ମାଛର ପତ୍ର ପୋଡ଼ା। ପ୍ରଥମେ କ'ଣ କରିବା, ଚୁନା ମାଛକୁ ଲୁଣ ହଳଦୀ ଗୁଣ୍ଡ ଗୋଳେଇ ଦେବା, ତା ଦେହରେ ଟିକେ ସୋରିଷ ତେଲ ଦେଇକି ଜଷ୍ଟ ହାଲକା ଭାଜି ଦେଇକି ବାହାର କରିଦେବା। ଯଦି କଞ୍ଚାଟାକୁ କରିବା ନା ଟିକେ ଆଇଁଷିଣିଆ ଗନ୍ଧ ହୁଏ। ତାପରେ ରସୁଣ ଟିକେ ଦରଦର ଛେଚା କରିକି ରଖିବେ, ତେଲରେ ସେଇଟା ଟିକେ ପକେଇଦେଲେ, ତାପରେ କଞ୍ଚା ଲଙ୍କା ଦେଇଦେବା, ଭୃଷଙ୍ଗ ପତ୍ର ଦେଇଦେଇକି ଟିକେ ଭଲ ଭାବରେ ଭାଜିଦେବା। ତାପରେ ପିଆଜ ଗୁଡ଼ାକ ଏମିତି କ୍ୟୁବ୍ ସାଇଜ୍ର ଟିକେ ବଡ଼ ବଡ଼ ଖଣ୍ଡ କରି କାଟିବେ, କାହିଁକିନା ସେଇଟା ଖାଇବାକୁ ମଜା ଲାଗେ। ତାପରେ ଟମାଟୋ ଟିକେ ଦେଇଦେବେ, ଦେଇଦେଲା ପରେ ଭାଜିଗଲେ ସ୍ୱାଦ ଅନୁସାରେ ଲୁଣ ଦେଇଦେଲେ, ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ଟିକେ ଦେଇଦେଲେ, ଭଲ ଭାବେ ଭାଜି ହେଇଗଲା। ଭାଜି ଆସିଲା ପରେ ଘରେ ଯେଉଁ ରଖିଥାନ୍ତି ଟିକେ ଗ୍ରେଭି, ମାନେ ଅଦା ରସୁଣ ପିଆଜ ବଟା, ସେଥିରୁ ଅଳ୍ପ ଟିକେ ଦେଇଥିବେ, ତା ସାଙ୍ଗେ ଲଙ୍କାଗୁଣ୍ଡ ପଡ଼ିଥିବ ଟିକେ। ତାପରେ ଟିକେ ସୋରିଷ ବଟା ତ ଆପଣମାନେ ଜାଣିଛନ୍ତି, ସୋରିଷ ଜିରା ରସୁଣ ପକେଇକି ଶୁଖିଲା ଲଙ୍କା ପକେଇକି ଯେମିତି ବଟା ହେଇଥାଏ ସେଇଟା ଦେଇଦେଲେ, ହାଲକା କଷିବେ। ସୋରିଷ ବଟା ଦେଲା ପରେ ବେଶୀ କଷିବେନି। ତାପରେ ମାଛ ଦେଇଦେଲେ, ମାଛ ଦେଇଦେଇକି ତାକୁ ପୁରା ଏମିତି ମୋଟା ମୋଟା କଷା କଷା କରିକି ରଖିବେ। ତାପରେ ଏମିତି ଶାଳ ପତ୍ରରେ ତାକୁ ପୁରାପୁରି ଦେଇଦେବେ, ଦେଇଦେଇକି ପାଣି ଟିକେ ଛିଞ୍ଚି ଦେଇକି ଆକୁ ଦେଇଦେବେ। ଦେଇଦେଇକି ତାକୁ ଗୋଟେ ସୁତୁଲି ସାହାଯ୍ୟରେ ନହେଲେ କାଠି ସାହାଯ୍ୟରେ ଭଲ ଭାବେ ପ୍ୟାକ୍ କରିଦେଇକିରି ଏମିତି ସୁଖା ତାୱା ଉପରେ ରଖିବେ। ଜଣେ ଜଣେ କଦଳୀ ପତ୍ରରେ ବି କରନ୍ତି। ଦେଖନ୍ତୁ ଆପଣମାନଙ୍କର ଇଚ୍ଛା ଉପରେ ଡିପେଣ୍ଡ କରୁଛି, କିନ୍ତୁ ପତ୍ରଟା ପୁରା ପୋଡ଼ି ହେବା ଦରକାର, କାହିଁକିନା ପତ୍ରଟା ପୋଡ଼ି ହେଲେ ଯାଇକି ଭିତର ପର୍ଯ୍ୟନ୍ତ ସେ ଅବଜର୍ଭ କରିବ। ଆକୁ ଆଜି ହିଁ ପଖାଳ ଭାତ ସାଙ୍ଗରେ ନିହାତି ବନାନ୍ତୁ, ତାର ମଜା ଉଠାନ୍ତୁ।